Hello everyone, welcome to my YouTube channel Learn with Ace. आज ଆମେ डिस्कस କରୁଛେ BEd फर्स्ट सेमिस्टर ର सब्जेक्ट philosophical foundations of education ର यूनिट 2 ର କିଛି previous year questions and most probable questions. So let's start. So part 1 ର question ଅଛି give a brief note on education during medieval period. ତ medieval period କହିଲେ ଆମେ କଣ ବୁଝୁ? medieval period ଟା start ହଉଛି ଯୋଉଟା କି timeline ହଉଛି 8th century ର 18ତମ century ଭିତରେ 18ତମ ଶତାବ୍ଦୀ ଭିତରେ ଯୋଉଟା କି ମଧ୍ୟଯୁଗ କୁହାଯାଏ। ତ ଏଇ ଟାଇମ ରେ କଣ ହେଇଥିଲା ନା ଏଜୁକେସନ କାହା ଦ୍ୱାରା ପ୍ରଭାବିତ କୋଉଟାକୁ ବେଶୀ ପ୍ରାୟୋରିଟି ଦଉଥିଲା ଯୋଉଟା କି ହେଲା ରିଲିଜିୟନ ଧର୍ମ ବା କଲଚର ସଂସ୍କୃତି ଆଉ ତାର କିଛି ଆଡମିନିଷ୍ଟ୍ରେଟିଭ ଜିନିଷ ଗୋଟେ ରାଜ୍ୟର ଆଡମିନିଷ୍ଟ୍ରେଟିଭ ଥିଙ୍ଗ କୁ ସେତେବେଳେ ଏଜୁକେସନ ପ୍ରାୟୋରିଟି ଥିଲା। ତ ଇଣ୍ଡିଆନ କଲଚର ହିସାବରେ ସେତେବେଳେ ଏଇ ଏଜୁକେସନ ଟା ନର୍ମାଲି ମୁସଲିମ ଯୋଉମାନେ ଶାସକ ଥିଲେ ତାଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲା ଆଉ ଇସଲାମିକ କଲଚର ବା ଟ୍ରାଡିସନ ସେଇ ଅନୁସାରେ ଏଜୁକେସନ ସିଷ୍ଟମ ଟା ମୋଡିଫାଇଡ ହେଇଥିଲା। ସେତେବେଳର ମିନିଂ ଥିଲା କି ଏଜୁକେସନ ଟା ପୁରା ମାସ୍ ସମସ୍ତଙ୍କ ପାଇଁ ନୁହେଁ ବଟ୍ କିଛି ଗୋଟେ ଗ୍ରୁପ ହେଇକି ଯୋଉ ଅଛନ୍ତି ଲୋକ କିଛି ସିଲେକ୍ଟିଭ ଗ୍ରୁପ ଲୋକଙ୍କ ପାଇଁ ସେତେବେଳର ଏଜୁକେସନ ଟା ତାକୁ ଡିଫାଇନ କରାଯାଇଥିଲା। ତ ବେସିକାଲି ନେଚର ଯଦି ପଚାରିବା ନେଚର କଣ ଥିଲା ମଧ୍ୟଯୁଗୀୟ ଏଜୁକେସନ ର ବା ମିଡିଏଭାଲ ଏଜୁକେସନ ର ତ ତାର ସେଇ ପିରିୟଡ ରେ ଏଜୁକେସନ ହଉଛି ଗୋଟେ ରିଲିଜିୟସ୍ ଟ୍ରାଡିସନାଲ ଆଉ ଓନ୍ଲି ଟିଚର ସେଣ୍ଟର୍ଡ। ଆଉ ସେଇ ସିଷ୍ଟମ ଟା କାହାକୁ ପ୍ରାୟୋରିଟି ଦଉଥିଲା ନା କିଛି ଗୋଟେ ମୋରାଲ ବିହେଭିୟର ଯୋଉଟା ମୋରାଲ କଣ୍ଡକ୍ଟ ହେଲା ଡିସିପ୍ଲିନ ଶାଳୀନତା ଆଉ ସ୍ପିରିଚୁଆଲ ଡେଭଲପମେଣ୍ଟ ଯୋଉ ଜିନିଷକୁ ତାକୁ ଏମ୍ଫାସାଇଜ କରୁଥିଲା। ଆଉ ସେତେବେଳେ ଏଜୁକେସନ କିଛି ସେମିତି ସେଣ୍ଟ୍ରାଲାଇଜ ନଥିଲା କିମ୍ବା ୟୁନିଫର୍ମ ସହ ନଥିଲା କିଛି ଗୋଟେ ସ୍କୁଲ ବା ଅର୍ଗାନାଇଜେସନ ସେମିତି ନୁହଁ ସେଟା ବେସିକାଲି ରିଲିଜିୟସ୍ ଇନଷ୍ଟିଚ୍ୟୁସନ ଯେମିତି କି ଆମେ କହିପାରିବା ମସଜିଦ ସେଇଠି ହିଁ ତାଙ୍କର ଏଜୁକେସନ ପ୍ରୋଭାଇଡ କରାଯାଉଥିଲା ସେମିତି ପ୍ରପର ସ୍କୁଲ କିଛି ସେତେବେଳେ ନଥିଲା। ତ ଫାର୍ଷ୍ଟ ପଏଣ୍ଟ ଆମର ଆସୁଛି କି ଏମ୍ କଣ ଥିଲା ତା ମୁଖ୍ୟ ଲକ୍ଷ୍ୟ କଣ ଥିଲା ମଧ୍ୟଯୁଗୀୟ ଏଜୁକେସନର to spread religious knowledge and Islamic teachings जोटा कि धार्मिक ज्ञान जोटा कि हमको तांको संप्रसारण करिवार थिला बा मुस्लिम शिक्षकता ताको प्रदान करिवार थिला आउ डेवलपमेंट कहार थाए जेमति कि मोरल आउ स्पिरिचुअल वैल्यू एई सबुर आउ एडमिनिस्ट्रेटिव जुडिशियल क्लरिकल सर्विसेस बेसिकली एई जॉब पई फोकस थिला। ଆଉ ସେମାନେ କାହାକୁ ପ୍ରମୋସନ କରୁଥିଲେ କି ତାଙ୍କ ଗୋଟେ ଯୋଉ କଲଚର ଅଛି ଇସଲାମିକ କଲଚର ହେଲା ବା ଇସଲାମ ଧର୍ମଟା ଯୋଉଟା ମୁସଲିମ ଧର୍ମ ତାକୁ ସେମାନେ ପ୍ରିଜର୍ଭ କରିବାକୁ ଚାହୁଁଥିଲେ ତାକୁ ସଂରକ୍ଷିତ କରିକି ଆଉ ତାକୁ ପାସ୍ କରିବା ପାଇଁ ଚାହୁଁଥିଲେ କି ଆମେ ଜେନେରେସନ ଟୁ ଜେନେରେସନ ସେଇଟା ଆମେ ପାସ୍ କରିବୁ ଏଇ ରିଲିଜିୟନର ଏଇ ସଂସ୍କୃତି ଆମ ସଂସ୍କୃତି ହିଁ ଆମେ ପାସ୍ କରିବୁ। ଆଉ ତାଙ୍କ ଷ୍ଟୁଡେଣ୍ଟକୁ ବେସିକାଲି କାହା ଉପରେ ପଢା ଯାଉଥିଲା କି ସେମାନେ ଫୋକସ କରୁଥିଲେ ଥିଓଲୋଜି ଥିଓଲୋଜି କଣ ନା ଷ୍ଟଡି ଅଫ ଗଡ ତାଙ୍କ ଗଡରେ ତ ଅଛନ୍ତି ତ ମୁସଲିମଙ୍କ ଗଡ ହିସାବରେ ଯୋଉମାନେ ନିଅନ୍ତି ଆଲ୍ଲାହ ତାଙ୍କର ଅଛନ୍ତି ତ ତାଙ୍କ ବିଷୟରେ ସେମାନେ ଏଜୁକେସନର ବିଶେଷ ପ୍ରାୟୋରିଟି ଥିଲା ଆଉ ତା ସହିତ ଲ ଆଉ ଫିଲୋସଫି ଏଇ ଉପରେ ତାଙ୍କର ଫୋକସ ହଉଥିଲା। ତ ବେସିକାଲି ଏଇଟା ଥିଲା କି କିଛି ରିଲିଜିୟସ୍ ଆଉ ଭୋକେସନାଲ ଏଇ ଦି ଜଣ ଯାକର ମିଶ୍ରଣ ଥିଲା ମିଡିଏଭାଲ ଏଜୁକେସନର ମୁଖ୍ୟ ଲକ୍ଷ୍ୟ। ତ ଯେମିତି ପ୍ରିଭିୟସ୍ ସ୍ଲାଇଡରେ ସେ ମେନସନ କଲେ କି କିଛି ପ୍ରପର ସ୍କୁଲ ନଥିଲା ବଟ୍ ତାର ଇନଷ୍ଟିଟ୍ୟୁସନ କଣ ନା ତାଙ୍କର ରିଲିଜିୟସ୍ ପ୍ଲେସ୍ ଯେମିତି ହେଲା ମସଜିଦ ତ ତାଙ୍କର ଫାର୍ଷ୍ଟ ହଉଛି ମକ୍ତାବ୍ସ ଟା ତାଙ୍କର ମକ୍ତାବ୍ସ ଟା କଣ ମିଡିଏଭାଲ ଏଜୁକେସନ ଗୋଟେ ହଉଛି ସେଟା ପ୍ରାଇମେରୀ ସ୍କୁଲ ଯୋଉଟା କି ମସଜିଦ ସହ ଆଟାଚ ଆଉ ସେଇଟା ଛୋଟ ଛୁଆଙ୍କୁ ହିଁ ତାଙ୍କର ଏଲିମେଣ୍ଟାରୀ ଏଜୁକେସନ ସେଇଟା ପ୍ରୋଭାଇଡ କରାଯାଉଥିଲା କଣ ଶିଖାଯାଉଥିଲା ସେଥିରେ ନା ବେସିକ ରିଡିଂ ଆଉ ରାଇଟିଂ ପଠନ ଆଉ ଲିଖନ ଆଉ ବେସିକ ଆରିଥମେଟିକ ଗଣିତ ଯାହା ଆଉ ରିଲିଜିୟସ୍ ଟେକ୍ସଟ ଆମର ଯାହା ଅଛି ଯେମିତିକି କୋରାନ ପଢିବା ସେଟା ଶିଖାଯାଉଥିଲା ଆଉ ବେସିକ ମୋରାଲ ଇନଷ୍ଟ୍ରକ୍ସନ ଯେମିତିକି ଶାଳୀନତା ଶିଖାଯାଏ ସେଇ ସବୁ ପ୍ରାଇମେରୀ ସ୍କୁଲରେ ମକ୍ତାବ୍ସରେ ଶିଖାଯାଉଥିଲା। ସେକେଣ୍ଡ ପଏଣ୍ଟରେ ଆସୁଛି ମଦ୍ରାସା କଣ ନା ସେଇଟା ହଉଛି ହାୟର ଲର୍ଣ୍ଣିଂ ପାଇଁ ପ୍ରାଇମେରୀ ସ୍କୁଲରୁ ଯୋଉମାନେ ପାସ୍ ଆଉଟ୍ କରିବେ ତାପରେ ହାୟର ଲର୍ଣ୍ଣିଂ ପାଇଁ ସେମାନେ ମଦ୍ରାସାରେ ଜଏନ୍ କରିଥିଲେ
ବେସିକାଲି ଷ୍ଟୁଡେଣ୍ଟକୁ କ'ଣ ପାଇଁ ତାଙ୍କୁ ଟ୍ରେନ୍ କରାଯାଉଥିଲା, ପଢ଼ାଯାଉଥିଲା କି ସେମାନେ ଧାର୍ମିକ କିଛି ସ୍କଲାର୍ସ ହୁଅନ୍ତୁ, ଜଜ୍ ହୁଅନ୍ତୁ ବା ଟିଚର ଧାର୍ମିକ ୱେରେ ଶିକ୍ଷକତା କରନ୍ତୁ, ଆଡମିନିଷ୍ଟ୍ରେସନ ସେଇ ଉପରେ ହଉ। ତ ମଦ୍ରାସାରେ ଯୋଉ ଏଜୁକେସନ ସିଷ୍ଟମ ଥିଲା ସେଟା ବହୁତ ସିଷ୍ଟମେଟିକ ଆଉ ଅର୍ଗାନାଇଜ୍ଡ ୱେରେ ଥିଲା। ତ ସେଇ ଉପରେ କ'ଣ ତାଙ୍କର କଭର କରାଯାଉଥିଲା, ଯୋଉଟା କି ହଉଛି କୋରାନ ଆଉ ହାଦିଥ ଆଣ୍ଡ ଇସଲାମିକ ଲ, ଯୋଉଟାକୁ ଫିକ୍ କୁହନ୍ତି। ଆଉ ଆରାବିକ ଆଉ ପର୍ସିଆନ ଲାଙ୍ଗୁଏଜ ବି ତାଙ୍କୁ ଶିଖାଯାଉଥିଲା ସେଇ ଟାଇମରେ, କୋଉଠି ନା ମଦ୍ରାସାରେ। ବାକି ଟାଇମରେ ବାକି ବି କ'ଣ ପଢାଯାଉଥିଲା ନା, ଫିଲୋସଫି ହେଲା, ଲଜିକ ହେଲା, ମ୍ୟାଥମେଟିକ୍ସରେ ଯେମିତି ଉପରେ ପ୍ରାଇମେରୀ ଏଜୁକେସନ ଆରିଥମେଟିକ, ତାର ଉପର ଲେବୁଲ ସେଥିରେ କଭର କରାଯାଉଥିଲା। ଆଉ ତା ସହିତ ଆଷ୍ଟ୍ରୋନୋମି ଆଉ ମେଡିସିନ ଉପରେ ବି ତାଙ୍କର ଷ୍ଟଡି ଫୋକସ କରାଯାଉଥିଲା। ନେକ୍ସଟ କ'ଣ ନା, ମସ୍କ ଆଣ୍ଡ ଖନାକ୍ସ। ମସ୍କ ହେଉଛି ମସଜିଦ, ଆଉ ଖନାକ୍ସରେ କ'ଣ ନା, ସେଟା ସୁଫି ସେଣ୍ଟର, ସୁଫି ମାନଙ୍କର ସେଟା କେନ୍ଦ୍ର ଥାଏ। ସେଟା କାହାକୁ ଫୋକସ କରି ଲର୍ଣ୍ଣିଂ କରିବାରେ, ଶିକ୍ଷାଦାନ କରିବାରେ ନା, ମୋରାଲ, ସ୍ପିରିଚୁଆଲ ଆଉ ଏଥିକାଲ ଏଜୁକେସନ, ଯୋଉଟା କି ଆମେ ବେସିକ ବିହେଭିୟରରେ ଯୋଉ ନଉଛୁ ସ୍ପିରିଚୁଆଲ ଜିନିଷକୁ, ସେଇଟା ସେମାନେ ପ୍ରୋଭାଇଡ କରୁଥିଲେ। ମେଡିଏଭାଲ ପିରିୟଡର କରିକୁଲମ କ'ଣ ଥିଲା? କରିକୁଲମରେ କ'ଣ କନସିଷ୍ଟ କରୁଛି? ଦିଟା ଯାକ କି ରିଲିଜିୟସ୍ ଆଉ ସିକ୍ୟୁଲାର ସବଜେକ୍ଟ। ଯୋଉଟା ସିକ୍ୟୁଲାର ସବଜେକ୍ଟ କହିଲେ ଆମେ କ'ଣ ବୁଝୁଛେ? ସିକ୍ୟୁଲାର ସବଜେକ୍ଟ ହେଲେ ଡାଇରେକ୍ଟଲି ସେଟା ରିଲିଜିୟସ୍ বা ଧାର୍ମିକ କି ସ୍ପିରିଚୁଆଲ ଟିଚିଂକୁ କନେକ୍ଟେଡ ନଥିବ, କିନ୍ତୁ ସେଟା କ'ଣକୁ ଫୋକସ କରେ ନା, କିଛି ପ୍ରାକ୍ଟିକାଲ ନଲେଜ, ଯେମିତି ହ୍ୟୁମାନ ଆଫେୟାର୍ସ ହେଲା, ଯୋଉଟା କି କେମିତି ନା, ସାଇନ୍ସ ହେଲା, ହିଷ୍ଟ୍ରି, ମ୍ୟାଥ, ଲିଟରେଚର, ଏଇ ସବୁ ଉପରେ ସେ ଫୋକସ କରୁଥିଲା। କ'ଣ ନା, ସେ ସିକ୍ୟୁଲାର ସବଜେକ୍ଟ। ତ ରିଲିଜିୟସ୍ ସବଜେକ୍ଟରେ କ'ଣ ଯାଉଛି ନା, କୁରାନ ହେଲା, ହାଦିଥ ହେଲା, ଥିଓଲୋଜି, ଇସଲାମିକ ଲ, ଏଇ ସବୁ ଯାଉଛି ରିଲିଜିୟସ୍ ସବଜେକ୍ଟରେ। ଦେନ୍ ଲାଙ୍ଗୁଏଜରେ କ'ଣ ଯାଉଛି ନା, ଆରାବିକ ହଉଛି ରିଲିଜିୟସ୍ ଲାଙ୍ଗୁଏଜ, ଆଉ ପର୍ସିଆନ ହେଲା ଆଡମିନିଷ୍ଟ୍ରେଟିଭ ଲାଙ୍ଗୁଏଜରେ ସେତେବେଳେ ତାଙ୍କର ୟୁଜ କରାଯାଉଥିଲା। ସିକ୍ୟୁଲାର ସବଜେକ୍ଟରେ ସେମିତି ମ୍ୟାଥମେଟିକ୍ସ ହେଲା, ଆଷ୍ଟ୍ରୋନୋମି, ମେଡିସିନ, ହିଷ୍ଟ୍ରି, ଜିଓଗ୍ରାଫି, ଫିଲୋସଫି, ଏଇ ସବୁ ଯାଉଥିଲା ସିକ୍ୟୁଲାର ସବଜେକ୍ଟ ଅଣ୍ଡରରେ। ଆଉ ସେତେବେଳେ କରିକୁଲମଟା କ'ଣ ଥିଲା ନା, ମାନେ ବହି ସମ୍ବନ୍ଧୀୟ ଥିଲା, କି ବୁକ୍ ବେସ୍ଡ ଥିଲା, ଆଉ ଟ୍ରାଡିସନାଲ ମେଥଡରେ ଟିଚିଂ ପଦ୍ଧତିଟା, ଶିକ୍ଷକ ପଦ୍ଧତିଟା ଥିଲା। ତ ଦର୍ସି ନିଜାମୀ ସିଷ୍ଟମଟା କ'ଣ? ତା ହିଷ୍ଟୋରିକାଲ ରୁଟରେ କ'ଣ ଆସୁଛି? ଏଇଟା କାହା ଦ୍ୱାରା ଡେଭଲପଡ ହେଇଥିଲା ନା, ମୁଲା କୁତୁବୁଦ୍ଦିନ ଶହୀଦ। ଆଉ ତାଙ୍କର ଏଇଟା କାହା ଦ୍ୱାରା ପ୍ରସାରଣ ହେଇଥିଲା ନା, ତାଙ୍କ ପୁଅ ମୁଲା ନିଜାମୁଦ୍ଦିନ ଆଉ ଫରଙ୍ଗୀ ମହଲରେ ଏଇଟା ସମ୍ପ୍ରସାରଣ ହେଇଥିଲା ଏଇ ପଦ୍ଧତିର। ତ ତାର ସ୍କୋପ କ'ଣ ଥିଲା କି, ଏଇଟା ଗୋଟେ ବହୁତ ବ୍ରଡ ରେଞ୍ଜରେ ଇସଲାମିକ, ଯୋଉଟା ଉର୍ଦ୍ଦୁ ଆମେ ଲାଙ୍ଗୁଏଜ କହୁ, ଇସଲାମିକ ଟେକ୍ସଟ, ସେଇଟାକୁ ସେ କଭର କରିଥିଲେ କି ସେଟା ବେସିକ ରୁ ଲର୍ଣ୍ଣିଂ ରୁ ଏକ୍ସପର୍ଟିଜ ଯେମିତି ହୁଏ। ଆଉ ତା ଡ୍ୟୁରେସନ କେତେ ଥିଲା? ଏଇଟା 8 ଇୟର୍ସ ର ଗୋଟେ ପ୍ରୋଗ୍ରାମ ଥିଲା। ଆଉ ତାର ଫୋକସ ବା ମେନ୍ ଏମ୍ କ'ଣ ଥିଲା? ତା ଗୋଲ କ'ଣ ଥିଲା କି, ଜଣେ ସ୍ପିରିଚୁଆଲି କେମିତି ଫୋକସ୍ଡ ରହୁ, ଗ୍ରାଉଣ୍ଡେଡ ରହୁ, ଆଉ ଗୋଟେ ଡିସିପ୍ଲିନ ମେଣ୍ଟେନ କରିବା ପାଇଁ ଏଇଟା କରାଯାଇଥିଲା, ତାକୁ ସେଭ୍ କରାଯାଇଥିଲା। ତ ଏବେ ବି ଦର୍ସି ନିଜାମୀ କୋଉଠି କୋଉଠି ଆପ୍ଲାଏ କରାଯାଉଛି ମଦ୍ରାସାରେ, ଯୋଉଠିକି ଇଣ୍ଡିଆ ବାହାରେ ବି, ସାଉଥ ଏସିଆ ହେଲା, ଆଫ୍ରିକା, ନର୍ଥ ଆମେରିକା, ୟୁରୋପ, ଏଇ ସବୁରେ ଦର୍ସି ନିଜାମୀ ସିଷ୍ଟମ ଏବେ ବି ଚାଲୁଛି। ତ ସେତେବେଳେ ମେଥଡ୍ସ ଅଫ ଟିଚିଂ କ'ଣ ଥିଲା? କ'ଣ କେମିତି ଥିଲା କି କେମିତି ପଢା ଯାଉଥିଲା? ଯେମିତି ସେ କରିକୁଲମରେ ଡିସ୍କସ କଲେ କି ଏଇଟା ପ୍ରପରଲି ବହି ବୁକ୍ ସେଣ୍ଟର ଥିଲା, ବହି କେନ୍ଦ୍ରିତ ଥିଲା, କି ବହିରୁ ହିଁ ଫୋକସ କରିକି ପଢା ହୁଏ। ତ ସେତେବେଳେ ସେମିତି ମେଥଡଟା ପୁରା ସିମ୍ପଲ ହିଁ ଥିଲା, ଆଉ ଯୋଉଟା ଟିଚର ସେଣ୍ଟର ଥିଲା। ତ ସେଟା ଲେକ୍ଚର ମେଥଡ ଆଉ ମେମୋରାଇଜେସନ, ଯେମିତି ଘୋଷା ପାଠ କୁହନ୍ତି ଆଉ ତାକୁ ରିପିଟ କରିବା, ସେଇଟା ଥିଲା। କ୍ୱେଶ୍ଚିନ୍ ଆନ୍ସର କରିକି ସେଇ ମେଥଡରେ ଥିଲା। ଡିସ୍କସନ କରିକି ତାଙ୍କର ମନେ ରଖନ୍ତି, ଡିସ୍କସନ, ଡିବେଟ, ଏଇ ସବୁ ଉପରେ ଯୋଉମାନେ ଟିକେ ଯୋଉମାନେ ଟିକେ ଭଲ ଷ୍ଟୁଡେଣ୍ଟ, ତାଙ୍କ ପାଇଁ କେମିତି ଥିଲା ନା, ଡିସ୍କସନ କରିବେ ଆଉ ଡିବେଟ ବା ବକ୍ତୃତା ପ୍ରତିଯୋଗିତା କରିବେ। ବେସିକାଲି ଏଇଟା ହଉଛି ଟିଚର ସେଣ୍ଟର୍ଡ ସିଷ୍ଟମଟା ଥିଲା, ଯୋଉ ଏଜୁକେସନ ସିଷ୍ଟମ, ଯୋଉଠିକି ଟିଚର ମାନଙ୍କୁ ହିଁ ସମସ୍ତେ ବହୁତ ରେସପେକ୍ଟ କରନ୍ତି ସେଇ ଟାଇମରେ। ତ ସେମାନେ ଟିଚର କୋଉମାନେ ଥାନ୍ତି? ଯେମିତି ତାଙ୍କୁ କୁହନ୍ତି ମୌଲବୀ, ଯୋଉମାନେ ସେମାନେ ବହୁତ ହାଇ ସୋସିଆଲ ଷ୍ଟାଟସ ମେଣ୍ଟେନ କରନ୍ତି, ଆଉ ତାଙ୍କୁ ବହୁତ ରେସପେକ୍ଟ କରନ୍ତି ତାଙ୍କୁ ଟିଚିଂ ପାଇଁ।
ଆଉ ଷ୍ଟୁଡେଣ୍ଟକୁ ଏକ୍ସପେକ୍ଟ କରାଯାଏ କି ସେମାନେ ଗୋଟେ ପ୍ରପର ଡିସିପ୍ଲିନ ଲାଇଫ ମେଣ୍ଟେନ କରନ୍ତୁ ଆଉ ଟିଚର ମାନଙ୍କୁ ମାନନ୍ତୁ ତାଙ୍କର ସବୁ କଥା। ଆଉ ଏଜୁକେସନ କାହାକୁ ବେସିକାଲି ପ୍ରୋଭାଇଡ କରାଯାଉଥିଲା ସେତେବେଳେ ପୁଅ ପିଲାମାନଙ୍କୁ ହିଁ ଦିଆଯାଉଥିଲା ଯୋଉମାନେ କି ଗୋଟେ ଭଲ ଆଉ ୱେଲ୍ଦି ଫ୍ୟାମିଲିରୁ ବିଲଙ୍ଗ କରନ୍ତି ତାଙ୍କ ପାଇଁ ହିଁ ଏଇ ଏଜୁକେସନ ସିଷ୍ଟମଟା ଥିଲା। ଆଉ ଏଜୁକେସନ ଝିଅ ପିଲାଙ୍କ ଭିତରେ କୋଉଠି ଆସିଥିଲା ନା ସେତେବେଳେ ଯୋଉମାନେ ବହୁତ ଲିମିଟେଡ ୱେରେ ଥିଲା ଯୋଉଟା କି ରାଜକୀୟ ବଂଶର ଯୋଉମାନେ ସ୍ତ୍ରୀ ଲୋକ ବିଲଙ୍ଗ କରୁଥିଲେ ବା ଝିଅମାନେ ବିଲଙ୍ଗ କରୁଥିଲେ ସେମାନେ ଘରେ ରହିକି ହିଁ ଏଇ ଶିକ୍ଷା ପ୍ରାପ୍ତ କରୁଥିଲେ। ସେମାନେ ସେମିତି ମସଜିଦ୍ ଯାଉନଥିଲେ ଶିକ୍ଷା ପ୍ରାପ୍ତ ପାଇଁ। ତ ସେତେବେଳେ ମିଡିୟମ ଅଫ ଇନଷ୍ଟ୍ରକ୍ସନ ବା ମିଡିୟମ ଅଫ ଟିଚିଂ କଣ ଥିଲା କୋଉ ଲାଙ୍ଗୁଏଜ ରେ ତାଙ୍କୁ ପଢା ଯାଉଥିଲା କି ଫାର୍ଷ୍ଟ ହେଲା କି ଆରବିକ। ଆରବିକ ଟା ହଉଛି ରିଲିଜିୟସ ଷ୍ଟଡିଜ ର ଲାଙ୍ଗୁଏଜ ଥିଲା। ଆଉ ପର୍ସିଆନ ଯୋଉ ଲାଙ୍ଗୁଏଜ ସେଟା ଶିକ୍ଷଣ ପାଇଁ ବା ଅଫିସିଆଲ କାମରେ ଯୋଉଟା ଆଡମିନିଷ୍ଟ୍ରେଟିଭ ଲାଙ୍ଗୁଏଜ ରେ ସେଟାରେ ଥିଲା ପର୍ସିଆନ। ଆଉ ଲୋକାଲ ଲାଙ୍ଗୁଏଜ କୋଉ କେତେବେଳେ ୟୁଜ ହଉଥିଲା ନା ଏଲିମେଣ୍ଟାରୀ ଯେତେବେଳେ ପ୍ରାଥମିକ ଲେବୁଲରେ ସେତେବେଳେ ଲୋକାଲ ଲାଙ୍ଗୁଏଜ ୟୁଜ ହୁଏ। ତ ମେରିଟ୍ସ କଣ ତାର ମେରିଟ୍ସ କଣ ଥିଲା କି ସେଟା ମୋରାଲ ଆଉ ଗୋଟେ ରିଲିଜିୟସ ଭ୍ୟାଲ୍ୟୁରେ ସେଟା ଫୋକସ କରୁଥିଲା ତାକୁ ପ୍ରାଧାନ୍ୟ ଦେଉଥିଲା ଆଉ ଯୋଉଟା କି ଫ୍ରି ଏଜୁକେସନ ଥିଲା ସେତେବେଳେ ମାଦ୍ରାସାରେ। ଆଉ ସବୁ ଷ୍ଟୁଡେଣ୍ଟକୁ ଯେହେତୁ ବହୁତ କମ ପିଲା ଥିଲା ଆଉ କିଛି ସିଲେକ୍ଟିଭ ମାନେ ଲୋକ ଥିଲେ ସେଥିପାଇଁ ପ୍ରପର ଆଟେନସନ ମିଳୁଥିଲା ଷ୍ଟୁଡେଣ୍ଟ ମାନଙ୍କୁ। ଆଉ ସ୍କଲାରସିପ ଆଉ ଇଣ୍ଟେଲେକ୍ଚୁଆଲ ଡିସ୍କସନ ପାଇଁ ବି ତାକୁ ସବୁ ପ୍ରୋତ୍ସାହିତ କରାଯାଉଥିଲା ଯୋଉଟା କି ତାଙ୍କ ଜ୍ଞାନ ବର୍ଦ୍ଧନରେ ବହୁତ ସହାୟକ ହଉଥିଲା। ସେକେଣ୍ଡ ସେମିତି ଲିମିଟେସନ କଣ ଆସୁଛି ଲିମିଟେସନ ବା ତାର ଡ୍ରବ୍ୟାକ୍ ରେ କଣ ଆସୁଛି କି କିଛି ମାସ୍ ଏଜୁକେସନ ନଥିଲା ସେତେବେଳେ। ମାସ୍ ଏଜୁକେସନ ପ୍ରୋଭାଇଡ କରାଯାଉନଥିଲା ତ ଏଇ ଶିକ୍ଷାଟା ବସ୍ କିଛି ଅଳ୍ପ ଲୋକଙ୍କ ମଧ୍ୟରେ ହିଁ ସୀମିତ ହଉଥିଲା ପୁରା ସମସ୍ତେ ଏଜୁକେଟେଡ ହେଇପାରୁନଥିଲେ। ଆଉ ସାଇଣ୍ଟିଫିକ ଆଉ ଟେକ୍ନିକାଲ ଏଜୁକେସନ ତାକୁ ଯେହେତୁ ଇନକ୍ଲୁଡ କରୁନଥିଲେ ସେଇଟା ଖାଲି ରିଲିଜିୟସ ଆଉ ସ୍ପିରିଚୁଆଲ ଭ୍ୟାଲ୍ୟୁକୁ ହିଁ ତାକୁ ଫୋକସ କରାଯାଉଥିଲା ସେଥିପାଇଁ ସେମାନେ ଏଇ ଦୁନିଆ ବିଷୟରେ ସାଇଣ୍ଟିଫିକ ଦୁନିଆ ବିଷୟରେ ଜାଣିପାରୁନଥିଲେ ଅବଗତ ହେଇପାରୁନଥିଲେ। ସେମିତି ଏଇଟା ଗୋଟେ ପର୍ଟିକୁଲାର କ୍ଲାସକୁ ହିଁ ପ୍ରୋଭାଇଡ କରାଯାଉଥିଲା ଯେମିତି କିଛି ହାୟର କ୍ଲାସ ବା କିଛି ୱେଲ୍ଦି ଧନୀ ଲୋକଙ୍କ ଧନୀ ସମ୍ପ୍ରଦାୟର ଲୋକଙ୍କୁ ବାସ୍ ଖାଲି ତାଙ୍କୁ ପ୍ରୋଭାଇଡ କରାଯାଉଥିଲା। ଆଉ ଓମେନ୍ସ ଏଜୁକେସନକୁ ବହୁତ ଅବହେଳିତ କରାଯାଉଥିଲା ଯେମିତି କୁହାହେଲା କି ସେଇଟା ବାସ୍ କିଛି ରାଜକୀୟ ପରିବାର କିଛି ସିଲେକ୍ଟିଭ ଲୋକଙ୍କୁ ତାଙ୍କ ଘରେ ହିଁ ସେତିକି ପ୍ରୋଭାଇଡ କରାଯାଉଥିଲା ଆଉ କୌଣସି ସ୍ତ୍ରୀ ଲୋକଙ୍କୁ ଏଇ ଏଜୁକେସନଟା ପ୍ରୋଭାଇଡ କରାଯାଉନଥିଲା। ତ ଏଇ ଏଜୁକେସନଟା ମିଡିଏଭାଲ ପିରିୟଡରେ ବହୁତ ହି ଗୋଟେ ମୁଖ୍ୟ ଭୂମିକା ନିର୍ବାହ କରିଛି କଣ ମେଣ୍ଟେନ କରିବାରେ ବା ସେଭ୍ କରିବାରେ ନା ରିଲିଜିୟସ ହେଲା କଲଚରାଲ ଆଡମିନିଷ୍ଟ୍ରେଟିଭ ଲାଇଫ ସୋସାଇଟିର ଏଇ ସବୁ ଜିନିଷ ମେଣ୍ଟେନ କରିବାରେ ମିଡିଏଭାଲ ଏଜୁକେସନ ମିଡିଏଭାଲ ପିରିୟଡର ଏଜୁକେସନ ବହୁତ ହି ହେଲ୍ପଫୁଲ ଥିଲା। ଆଉ ଏଇଟା କିନ୍ତୁ କଣ ତାକୁ ଲ୍ୟାକ୍ କରୁଥିଲା ନା ଗୋଟେ ମଡର୍ନ ଏଜୁକେସନ ଯେମିତି ଟେକ୍ନିକାଲ ଏଜୁକେସନ ବା ସାଇଣ୍ଟିଫିକ ପ୍ରପର ଲଜିକାଲ ଏଜୁକେସନ ସେଇ ସବୁ ର ଡ୍ରବ୍ୟାକ୍ ଥିଲା। ଆଉ ଏଇଟା କାହାକୁ ସିଗ୍ନିଫିକାଲି ସେଟା ମୋରାଲ ଏଜୁକେସନ ସ୍କଲାରସିପ ଆଡମିନିଷ୍ଟ୍ରେସନ ଏଇ ତିନିଟା ମେନ୍ ପଏଣ୍ଟ ହଉଛି ଏଇ ତିନିଟା ଉପରେ ସେମାନେ ଫୋକସ କରୁଥିଲେ। ତ ଏଠି ପ୍ରେଜେଣ୍ଟ ଅଛି ଗୋଟେ ସର୍ଟ ଆଣ୍ଡ ସିମ୍ପଲ ଫ୍ଲୋ ଚାର୍ଟ ଯେମିତି କି ମେଡିଭାଲ ଏଜୁକେସନ ସିଷ୍ଟମ ଦି ଭାଗରେ ବିଭକ୍ତ ଫାର୍ଷ୍ଟ ହେଲା ଯୋଉଟା କି ତାର ରିଲିଜିୟସ ର ତାର ମୁଖ୍ୟ ଲକ୍ଷ୍ୟ ରହିଲା ଆଉ ପ୍ରାକ୍ଟିକାଲି ସେଟା ତାର ଲକ୍ଷ୍ୟ କଣ ସେଟା କ୍ୟାଟାଗୋରାଇଜ କରାହେଲା। ରିଲିଜିୟସ ଏମ ରେ କଣ ଆସିଲା ନା ମୋରାଲ ଆଣ୍ଡ ସ୍ପିରିଚୁଆଲ ଡେଭଲପମେଣ୍ଟ ଯୋଉଥିରେ କଣ ହେଲା ମକ୍ତବରେ ଯୋଉମାନେ ପ୍ରାଇମେରୀ ଷ୍ଟୁଡେଣ୍ଟ ସେମାନେ ବା ଏଲିମେଣ୍ଟାରୀ ଷ୍ଟୁଡେଣ୍ଟ ସେମାନେ ଯାଆନ୍ତି ଦେନ୍ ମଦ୍ରାସାରେ ସେଟା ହାୟର ଏଜୁକେସନ ପାଇଁ ଯାଆନ୍ତି। ମକ୍ତବରେ କଣ ପଢା ହେଲା ନା ବେସିକ ଏଜୁକେସନ ହେଲା ରିଡିଂ ରାଇଟିଂ ଆରିଥମେଟିକ ରିଲିଜିୟସ ଟେକ୍ସଟ ସବୁ ଚିହ୍ନିବା ତାଙ୍କୁ ସେଇଟା ଶିଖା ହେଲା। ଆଉ ମଦ୍ରାସାରେ କଣ କରାହେଲା ନା ହାୟର ଲର୍ଣ୍ଣିଂ ଯେମିତିକି କୋରାନ ପଠନ ଲ ଫିଲୋସଫି ସାଇନ୍ସ ର ଯେମିତି ମେଡିସିନ ଆଷ୍ଟ୍ରୋନୋମି ଏଇ ସବୁ ଜିନିଷ ତାଙ୍କୁ ପଢା ହେଲା ସେଠି। ଆଉ ଆଡମିନିଷ୍ଟ୍ରେଟିଭ ତାଙ୍କର ପ୍ରାକ୍ଟିକାଲ ଲକ୍ଷ୍ୟ କଣ ଥିଲା କି ସେ ଜଜେସ୍ ବନେଇବେ ସେତେବେଳେ ଜଜ ତାଙ୍କୁ କାହାକୁ କୁହାଯାଉଥିଲା କାଜୀ ଯୋଉମାନେ ଆଉ ତ ଯୋଉମାନେ ଟିଚର ଥିଲେ ତାଙ୍କୁ ମୌଲବୀ ସାହେବକୁ ସେମାନଙ୍କୁ ଟିଚର କୁହାଯାଉଥିଲା। କିମ୍ବା ଅଫିସିଆଲ ବା କ୍ଲର୍କରେ ବା ସ୍କଲାର୍ସ ସେଇମାନଙ୍କୁ ଏନଗେଜ ନିୟୋଜନ କରିବା ପାଇଁ ପ୍ରାକ୍ଟିକାଲ ତାର ଏମ ଥିଲା କାରଣ ମିଡିଭାଲ ଏଜୁକେସନ ସିଷ୍ଟମର। ତ ଏଇ ପାର୍ଟରେ ଆମେ କମ୍ପ୍ଲିଟ କଲେ ମିଡିଏଭାଲ ପିରିୟଡର ଏଜୁକେସନ ସିଷ୍ଟମ। ନେକ୍ସଟ ଭିଡିଓରେ ଆମେ ଡିସ୍କସ କରିବା ଡିଫେକ୍ଟସ ଇନ ଦ ସିଷ୍ଟମ ଅଫ ଏଜୁକେସନ ଡ୍ୟୁରିଂ ପ୍ରି ଇଣ୍ଡିପେଣ୍ଡେନ୍ସ ଏରା। ତ ଦେଖା ହବା ନେକ୍ସଟ ଭିଡିଓରେ ଥ୍ୟାଙ୍କ ୟୁ।